ଚାଲିଛି ଦଣ୍ଡଯାତ୍ରା ଉତ୍ସବ ମୁଖର ଗଞ୍ଜାମ ଜିଲ୍ଲା। କଳା ସାହିତ୍ୟ ସଂସ୍କୃତିର ଗନ୍ତାଘର ଭାବେ ବେଶ୍ ପରିଚିତ ଗଞ୍ଜାମ ଜିଲ୍ଲା। ତେବେ ଏହି ଜିଲ୍ଲାର ଅନ୍ୟତମ ଲୋକକଳା ହେଉଛି ଦଣ୍ଡଯାତ୍ରା। ବିଶେଷକରି ଏହି ଦଣ୍ଡଯାତ୍ରାକୁ ଚୈତ୍ର ମାସରେ ଦେଖିବାକୁ ମିଳିଥାଏ। କାହିଁ କେଉଁ ଆବାହମାନ କାଳରୁ ପ୍ରଚଳିତ ହୋଇ ଆସୁଥିବା ଦଣ୍ଡଯାତ୍ରା ଏବେ ଆରମ୍ଭ ହୋଇଯାଇଛି। ଯାତ୍ରା ଦୀର୍ଘ 21 ଦିନ ଧରି ଚାଲିବ। ଦୁଲୁକୁଛି ଗାଁ ଦାଣ୍ଡ ଉତ୍ସବ ମୁଖର ପୁରା ପରିବେଶ। ଆରମ୍ଭ ହୋଇଯାଇଛି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ଦଣ୍ଡଯାତ୍ରା। କବିସୂର୍ଯ୍ୟ ନଗର, ଗୁଡ଼ିଆଳି ଭଳି ଅନେକ ଗାଁରେ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଥିବା ବେଳେ ଗାଁ ପୋଖରୀରେ ପୂଜାର୍ଚ୍ଚନା ସହ ଗାଁ ବୁଲିବା ଆରମ୍ଭ କରିଦେଇଛନ୍ତି ମା କାଳିସୀ। ଚୈତ୍ର ମାସ ଆସିଗଲେ ମାନସିକଧାରୀମାନେ ନିଜ ନିଜର ମାନସିକ ପୂରଣ ନିମନ୍ତେ ଏହି ଦଣ୍ଡଯାତ୍ରାରେ ସାମିଲ ହୋଇଥାନ୍ତି। ଦେହରେ ଗେରୁଆ ବସ୍ତ୍ର ପରିଧାନ କରିବା ସାଙ୍ଗକୁ ହାତରେ ମାଙ୍କ ବାନା ଓ ମୟୂର ପିଞ୍ଛ ଧରି ମାନସିକଧାରୀମାନେ ଗାଁକୁ ଗାଁ ବୁଲି ଦଣ୍ଡ ଗ୍ରହଣ କରିବା ସହ ଦଣ୍ଡ ଖେଳିଥାନ୍ତି। ଏହି ଦଣ୍ଡଯାତ୍ରା ଚୈତ୍ର ମାସ ମେରୁ ସଂକ୍ରାନ୍ତିରୁ ଠିକ୍ 21 ଦିନ ପୂର୍ବରୁ ଆରମ୍ଭ ହୋଇଥାଏ। ଦଣ୍ଡନାଚରେ ପ୍ରଥମେ ଧୂଳିଦଣ୍ଡ, ପାଣିଦଣ୍ଡ ଓ ରାତ୍ରିରେ ଅଗ୍ନିଦଣ୍ଡ କରାଯାଇଥାଏ। ବାଦ୍ୟ ଓ ତୁରୀର ତାଳେ ତାଳେ ଦଣ୍ଡୁଆ ମାନସିକଧାରୀମାନେ ଚାଲିଥାନ୍ତି ମାଇଲ ମାଇଲ ବାଟ। ମାନସିକଧାରୀମାନେ ଦିନକୁ ଓଳିଏ ଖାଇବା ସହ ବହୁ ନିଷ୍ଠାର ସହ ନିଜ ବ୍ରତକୁ ପାଳନ କରିଥାନ୍ତି। ଦଣ୍ଡଯାତ୍ରାରେ ସାମିଲ ହେଲେ ଅନେକ ଅସାଧ୍ୟ କାର୍ଯ୍ୟ ସାଧ୍ୟ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଏହିଭଳି ପରମ୍ପରା ଗଞ୍ଜାମ ଜିଲ୍ଲାରେ ବହୁ ବର୍ଷ ଧରି ଲାଗି ରହିଥିବା ବେଳେ ପ୍ରତ୍ୟେକ ବର୍ଷ ଚୈତ୍ର ମାସରେ ଆରମ୍ଭ ହୋଇ ପଣା ସଂକ୍ରାନ୍ତିରେ ଏହି ଯାତ୍ରା ସରିଥାଏ।